ଆସିଲେ ଆପଣ ସମ୍ବର୍ଦ୍ଧିତ କରାଯିବ। ଦୁର୍ଭାଗ୍ୟବଶତ ଆପଣ ସେଠି ପହଞ୍ଚି ପାରିଲେନି। ସେଇଥିପାଇଁ ଆମ ମଣ୍ଡଳ ସଭାପତି ଯେଉଁ ଅଛନ୍ତି ବର୍ତ୍ତମାନ ମଣ୍ଡଳ ସଭାପତି ପୂର୍ବତନ ମଣ୍ଡଳ ସଭାପତି ମହେଶ୍ୱର ଭାଇ, ମାନସ ଭାଇ, ଆମ ପଞ୍ଚାୟତ ଜଳଦା ପଞ୍ଚାୟତର ସବୁ ସକ୍ରିୟ କର୍ମୀ ଆପଣ ବୁଣିଥିବା ଯେଉଁ ବୀଜଟା ବୁଣିଥିଲେ ଆଜି ଗୋଟେ ବିରାଟ ଦୁର୍ମ ଭାବରେ ଏଠି ଛିଡ଼ା ହେଇଛି କେବଳ ଆପଣଙ୍କ ପାଇଁ। ଆପଣ ନଥିଲେ ଆଜି ଏତେ ବଡ଼ ଯେଉଁ ଆପଣ ଦେଖୁଛନ୍ତି ଆପଣଙ୍କ ଘରେ ମିନିମମ୍ 50-100 ଲୋକ ଅଛନ୍ତି, ଆଜି ସେମାନେ ଛିଡ଼ା ହେଇପାରିନଥାନ୍ତେ, ଦଳ କେବେ ଏହି ଅବସ୍ଥାକୁ ଆସିନଥାନ୍ତା। ଆପଣ ସେ ବୀଜଟା ବୁଣିଥିଲେ ଯାହାକି ବିରାଟ ଦୁର୍ମ ଭାବରେ ଆପଣ ପାଖରେ ଛିଡ଼ା ହେଇଛି। ଆପଣ ଟିକେ ସେଇ ପଦ ଦୁଇ ପଦ ଆପଣ କୁହନ୍ତୁ, ଆପଣଙ୍କ ଅଭିଜ୍ଞତାର ଦୁଇ ପଦ କୁହନ୍ତୁ ସେତେବେଳର ଯେଉଁ ଥିଲା ବିଜେପି ଆଜିର ବିଜେପି ବିଷୟରେ। ଆଉ ଦଳ ତିଆରି କରିଥିଲେ ଆପଣ, ଏତେ ବଡ଼ ଦଳ ବହୁତ ଆଗକୁ ଗଲାଣି, ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ବର୍ତ୍ତମାନ ବିଜେପି ଦଳର ଅଛନ୍ତି। ବିଜେପି ଦଳର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ ବିଜେପି ଦଳର ଅଛନ୍ତି। ଏ ଭିତରେ ଆପଣ ଟିକେ ଆପଣଙ୍କ ଅଭିଜ୍ଞତା ବିଷୟରେ କୁହନ୍ତୁ। ପୁଣି ମଧ୍ୟ ଇଏ ହେଉଛି ପୂର୍ବତନ ସରପଞ୍ଚ କି ଜଳଦା ପଞ୍ଚାୟତର ଜଣେ ସରପଞ୍ଚ ଥିଲେ। ଆଉ ସେ ବି ବହୁତ ଚେଷ୍ଟା କରିଛନ୍ତି ଯେ ଦୁର୍ନୀତି ହଟ କରିକି ଏଠି କିଛି ନା କିଛି ପଇସାରେ ପଇସା ସେ ବହୁତ ସଂଗ୍ରାମ କରିକି ଥିଲେ। ତାପରେ ଯେତେବେଳେ ବିପର୍ଯ୍ୟସ୍ତ ହେଲେ ସେ ପ୍ରଥମ ଇଏ ଆଉ ଆମର ନବକରଙ୍କ ଭାଇ ଯେଉଁ ଓକିଲ ଅଛନ୍ତି ସେମାନେ ଆସିକି ବହୁତ ବି ଚେଷ୍ଟା କରିଛନ୍ତି ଏ ଗାଁ ପାଇଁ ଯେ ବିଜେପିର କେମିତି ଆମେ ସାମିଲ ହେବା, କିନ୍ତୁ ଦେଶକୁ କେମିତି ଆଗେଇକି ଏଇ ପରିସ୍ଥିତିର ଯେଉଁ ଚାଲିଛି ନୂଆ କରି ସରକାର ଆମେ ଆଣିବା ବା ସମୃଦ୍ଧି ସୁସ୍ଥ ଓ ବାତାବରଣ ଭିତରେ ରହିବ। ସେ ମଧ୍ୟ ସଂଗ୍ରାମ କରିକି ସେ ବୟସର ସେ ଥିଲେ ହେଉଛି ଦାତା। ଆଉ ଆମ ଗାଁର ବି ସମସ୍ତେ ଆମେ ଜାଣିଛନ୍ତି। ସେତେବେଳେ ଆମେ ତାଙ୍କୁ ଯେଉଁ ହେଙ୍ଗଡ଼ା ଭାବିଥିଲୁ, ଯେ ବିଜେପି କେତେବେଳେ ଆସିବ କ'ଣ କରିବ, ତାର ପୁଙ୍ଖାନୁପୁଙ୍ଖ ଆଜି ପ୍ରମାଣ ହେଇଗଲା ଯେ ସେ ସେତେବେଳେ ବି ଯେଉଁ ଚିନ୍ତାଧାରା ନେଇଥିଲେ ବୋଧେ ସେତେବେଳେ ଆମେ ଯଦି ତାଙ୍କ ସାଙ୍ଗର ସହଯୋଗ ମାତ୍ରାରେ ଥାଆନ୍ତୁ ତାହେଲେ ଏତେବେଳକୁ ଯେଉଁ ଆମ ଦେଶ ବା ଆମ ଜିଲ୍ଲା ବା ଆମ ଓଡ଼ିଶା ରାଜଧାନୀ ନିଶ୍ଚିତ ଭାବରେ ଏତେବେଳକୁ ହେଉଛି ପରିବର୍ତ୍ତନ ଦେଖା ଆଗରୁ ଦେଇସାରିଥାନ୍ତା। ତେଣୁ ଏବେ ସିଏ ତାଙ୍କର କ'ଣ କରିଛନ୍ତି ସେ ମୁହାଁମୁହିଁ କହିବେ। ଏତିକି କହି ମୋର କଥା ସାରୁଛି। ହେଉଛନ୍ତି ଆମ ଗୁରୁଜନ, ବହୁତ କଥା ତାଙ୍କ ଭିତରେ ଆମ ଭିତରେ ବି ମିଶିକି ଅଛି, ସେ ମଧ୍ୟ କହିପାରିବେ ସେ ସବୁ କଥା। ଆଜିର ଏକ ସ୍ୱଳ୍ପ ବିଜେପି ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ୱଳ୍ପ କର୍ମୀ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ମୁଁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ କୃତଜ୍ଞତା ଜଣାଉଛି। ଯେ ଦିନ ଆସିବ ବୋଲି ମୋ ଧାରଣା ନଥିଲା ଯେ ଆଜି ମୋତେ ସମର୍ଥିତ କରିବା ପାଇଁ ଆସୁଛନ୍ତି ବିଜେପି ଦଳର, ଯେଉଁଠିକି ମୁଁ ଯାଏ ଯେତେବେଳେ ସମସ୍ତେ କୁହନ୍ତି ବିଜେପି ୱାନ୍ ମ୍ୟାନ୍, କେହି ସେକେଣ୍ଡ ନାହାନ୍ତି ମୋରି ଗାଁରେ। ତେଣୁ ଆଜି ଏକ ସୁବର୍ଣ୍ଣ ସୁଯୋଗ, ସେଥିପାଇଁ ମୁଁ କର୍ମୀମାନଙ୍କୁ ବା କାର୍ଯ୍ୟକର୍ତ୍ତାମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଭାବୁଛି এইটা ଗୋଟେ ବଡ଼ ପ୍ରୟାସ। ପୁରୁଣା ଯେଉଁମାନେ ଅର୍ଗାନାଇଜେସନ୍ କରିକି ବିଜେପିକି ରଖିଥିଲେ ବଞ୍ଚେଇଥିଲେ ସେମାନଙ୍କୁ ଆଜି ସମ୍ବର୍ଦ୍ଧନା ଦିଆଯାଉଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। ଏବଂ ଆଗାମୀ ଦିନରେ ଇଏ ଦଳର ବାଜପେୟୀ ଯେତେବେଳେ କି ପାର୍ଲାମେଣ୍ଟରେ ଯେତେବେଳେ ସରକାର ଚାଲିଗଲା, 13 ଦିନର ସରକାର, ସେତେବେଳେ ମାତ୍ର ଗୋଟିଏ ଭୋଟ ପାଇଁ ଚାଲିଥିଲା। ତଥାପି ସେ ନିଜକୁ ଦୁର୍ବଳ ନ ଭାବି ଦଳକୁ ଆଜି ଏ ଅବସ୍ଥାକୁ ଆଣିଛନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ବିଭିନ୍ନ କାର୍ଯ୍ୟକର୍ତ୍ତାମାନେ ଦାୟିତ୍ୱ ନେଇକି ଆଜି ଦଳ ବିରାଟ ଦ୍ରୋମରେ ପରିଣତ ହୋଇଛି। ମୋ ସମସ୍ତଙ୍କୁ ଅଭିନନ୍ଦନ ଏବଂ ଅନୁରୋଧ ଏ ଦଳକୁ ବଞ୍ଚେଇ ରଖିବା ପାଇଁ ଆମ ସମସ୍ତଙ୍କର ପ୍ରୟାସ ଆବଶ୍ୟକ। ଆଉ